ଖୋର୍ଦ୍ଧାରେ। ଖୋର୍ଦ୍ଧାରୁ କେମିତି ଯାଉଥିଲ? କେମିତି ବସରେ ଯାଉଥିଲ? ତାପରେ ଆଣିକି ଆଉଥିଲି ଘରକୁ। ତାକୁ ପ୍ୟାକେଟ କେମିତି କର? ପ୍ୟାକେଟ ନାହିଁ, ପୁଡ଼ିଆ ଦୟାରେ ପୁରା ଡାଇରେକ୍ଟ ପୁଡ଼ିଆ ନେଇ ଆସ। ସେଇ ପୁଡ଼ିଆ ଗୋଟାକୁ କେତେ ଟଙ୍କା ଲେଖା ନିଅନ୍ତି? 350 ନା କାନ୍ତିଲି। କିଏ ସବୁ ଆସନ୍ତି ନେବା ପାଇଁ? ଆଉଛନ୍ତି ଏଆରସେଲ ପିଲା ଗୁରା ଆଉଛନ୍ତି। ଆଚ୍ଛା, ସେ ସବୁ ପିଲା ସବୁ କଣ ପାଠକୁ ଆଇଲ ପିଲା ନା କଣ ସବୁ? କୋଉଟାର ଏଆରସେଲ ପିଲା ଗୁରା ଆସି କଣ କେମିତି ମାଗନ୍ତି? କୋଡ ଆଡେ କଣ କୁହନ୍ତି? ଗୋଟେ ପୁଡ଼ିଆ ମାଗନ୍ତି। ହଁ ହଁ, ଗୋଟେ ଖାଲି ପୁଡ଼ିଆ ମାଗିଲେ ଦେଇଦବ। ଗୋଟେ ପୁଡ଼ିଆକୁ କିଏ 300 କିଏ 450 ଏମିତି ଦଉଛନ୍ତି। କେବେ ଗଣ୍ଡଗୋଳ ହୁଏନି? ନାଇଁ ଏଇ କାରବାର କରୁଛ, ଏତେ ରିସ୍କି ଅଛି ବ୍ରାଉନ ସୁଗାର। କଣ କରିବି, ମୋ ପରିସ୍ଥିତି ସେମିତି ହେଇଛି। କଣ ଏମିତି ପରିସ୍ଥିତି ହେଲା ଯେ ତମେ ଗୋଟେ ବ୍ରାଉନ ସୁଗାର ଭଳିଆ ଜିନିଷ ବେପାର କରୁଛ? କଣ ପରିସ୍ଥିତି ହେଲା? ଅଲଗା କିଛି କାମ କର ନା କରନି? କରିଥିଲି କାମ। କଣ କରୁଥିଲ? କଣ କରୁଥିଲ? ଘରେ କାମ, ରୋଷେଇ କାମ ଗୁରା କରିଥିଲି। ହଁ, ତ ସେପଟେ ତ ଭଲ ପଇସା ହଉଥିଲା। ଗୋଟେ ବାବୁଆଣୀ ପାଇଁ କରେଇକି ଆଣିକି ଦେଇକି ଆଜି ଏଇ ବେପାରରେ ପଶିଗଲି। ଆଚ୍ଛା, କେମିତି ପ୍ରଥମେ କେମିତି ପଶିଲ? କିଏ କହିଲା ପଶିବା ପାଇଁ? କିଏ ନାହିଁ, ମୁଁ ନିଜେ ଏଇ କଲି। ଜାଣିଲ କେମିତି? ବାକି କିଏ ପଡ଼ିଛି ତ, 9 ଲକ୍ଷ ଟଙ୍କା ବାକିଥିଲି। ସୁଝେଇବି କେମିତି? ଛୋଟିଆ ପିଲା। କେତେ ଟଙ୍କା ପାଖାପାଖି ବାକି କରିଛ? 9 ଲକ୍ଷ ଟଙ୍କା। 9 ଲକ୍ଷ ଟଙ୍କା? କଣ ପାଇଁ 9 ଲକ୍ଷ ଟଙ୍କା ବାକି? ଗୋଟେ ବାବୁ ଆଣିକି ଦେଇଥିଲି।